ଶୁଣନ୍ତୁ ଶୁଣନ୍ତୁ ଯୋଉମାନେ ଭଡ଼ା ଦେଇଛନ୍ତି ତାଙ୍କର କାଟି ଦିଅନ୍ତୁ ତାଙ୍କର କାଟି ଦିଅନ୍ତୁ ଆଉ ଯିଏ ଯୋଉ ଗୋଟେ ଘର ରହିଛି କି ଦୁଇଟା ଘରେ ରହିଛି ତା ତ ଭଡ଼ା ଦେଇନି ନା ସେ ତ ସେଠି ରହିବା ଦରକାର ଯୋଉମାନେ ଘରକୁ ସବୁ ଏଠି ବ୍ୟବସାୟରେ ଲଗେଇଛନ୍ତି ଭଡ଼ାରେ ଲଗେଇଛନ୍ତି ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ହେବା ତାଙ୍କ ଘର ଭାଙ୍ଗିବା ଦରକାର ମୁଁ ଏଇ ସାଲିଆ ସାହିରେ ରହୁଛି ବା ଫାର୍ମରେ କେତେ ବର୍ଷ ହେଲାଣି ରହିଲେଣି ହେଲାଣି 40 ବର୍ଷ 40 ବର୍ଷ ହେଲାଣି ଆପଣଙ୍କର ଏଇ ଯୋଉ ରାସ୍ତା ଗଲା ଘର ଭାଙ୍ଗିଛି ନା ଅଛି ଭାଙ୍ଗି ଯାଇଛି ଘର ଭାଙ୍ଗିଛି କୋଉଠି ପାଇଲେ ଘର ପାଇଲେ ନା ନାଇଁ ନା ପାଇନାହିଁ କେମିତି ପାଇନି ଘର ପାଇନାହିଁ କାହିଁକି ଆମେ ଯାଇନାହିଁ ଏଠୁ ଯାଇନାହିଁ ତ ଘର ପାଇନାହିଁ ଓହୋ କିନ୍ତୁ ସରକାର ଘର ଦଉଛନ୍ତି ଦଉଛି କି ନ ଦଉଛି ଆମେ ଯାଇନାହିଁ କାହିଁ ଯାଉନ ଯିବୁ ତ ଏବେ ଯିବୁ ବୁଝିଲ ଆପାର୍ଟମେଣ୍ଟ ଆପଣ ଯୋଉ ଜରି ଟାଣିକି ଛୋଟିଆ ଘର ରହୁଥିଲେ ଗୋଟେ ଆପାର୍ଟମେଣ୍ଟରେ ରହିବେ ଭଲ ନୁହଁ ନା କିନ୍ତୁ କୁକୁଡ଼ା ଖୁନ୍ଦି ଆମେ ତ ବେଶୀ ଲୋକ ନା ଆମେ ତ ବେଶୀ ଲୋକ ସେତିକି ଛୋଟ ରୁମ୍ରେ ଆମେ ରହିପାରିବୁ ନାହିଁ ସେଇଠୁ ଗଲେ ଆପଣଙ୍କୁ ହାଣ୍ଡିଆ ରାନ୍ଧିବା ପାଇଁ ସୁବିଧା ହବ ନାହିଁ ନା ହାଣ୍ଡିଆ ମଦ ନୁହଁ କିନ୍ତୁ ରହିବା ପାଇଁ ତ ଆମର 7 ଜଣ ଲୋକ ନା 7 ଜଣ ଲୋକ ଅସୁବିଧା ହବ କି ନାହିଁ 7 ଜଣ କେମିତି ହେଲେ 7 ଜଣ ମାନେ ମୋ ପୁଅ 2ଟା କେଡେ କେଡେ ଭେଣ୍ଡିଆ ତାପରେ ଆଉ ଭାଇର ବୋଉ ମାନେ ପୁଅର ବୋଉ ପିଲା 3ଟା ହେଲାଣି 7 ଜଣ ଗୋଟେ ଘର ରହିବାକୁ ହବ ବୁଝିଲ ଏଇଠି କେତେଟା ଘର ରଖିଥିଲେ 2ଟା ଘର ବଡ ବଡ ଘର ବଡ ବଡ ଘର ଏବେ ବି ଗୋଟେ ଘର ଅଛି ଦେଖନ୍ତୁ ଆଉ ଗୋଟେ ଘର ଏବେ ବି ଅଛି କିନ୍ତୁ ଗୋଟେ ଘର ଭାଙ୍ଗି ଦେଇଛନ୍ତି ଆଉ ଆପାର୍ଟମେଣ୍ଟ ଗଲେ ସୁବିଧା କଣ କି ସୁରକ୍ଷିତ ଚୋର ନାହିଁ ନିଆଁ ଲାଗିବାର ଭୟ ନାହିଁ ପାଣି ସବୁବେଳେ ରହିବ ଆଲୋକ ସବୁବେଳେ ରହିବ ହସ୍ପିଟାଲର ସୁବିଧା ଏଇଠି କଣ ସୁବିଧା ପାଉଥିଲେ ଏଠି ସୁବିଧା କିଛି ନାହିଁ ହସ୍ପିଟାଲ ସୁବିଧା ଏଇଠି ହସ୍ପିଟାଲ ସୁବିଧା ସେଠି ବି ତ ହସ୍ପିଟାଲ ସୁବିଧା ଅଛି ଏଠି ହସ୍ପିଟାଲ ସୁବିଧା ଆଉ କିଛି ସୁବିଧା ନାହିଁ ଆପାର୍ଟମେଣ୍ଟକୁ ଗଲେ ତ ହସ୍ପିଟାଲ ସୁବିଧା ଅଛି ଆପାର୍ଟମେଣ୍ଟ ସେଠି ଗଲେ ସବୁ ସୁବିଧା ସୁରକ୍ଷିତ ରହିଲେ ଚୋରି ହେବାର ଭୟ ନାହିଁ ସେଠିକେ ଗଲେ ଆମକୁ ରହିବା ପାଇଁ ଅସୁବିଧା ନା କଣ ସେ ରହିବା ପାଇଁ ମାନେ ଯୋଉ ଆପଣ ଟିକେ ଖୋଲାରେ ଟିକେ ବସା ଉଠା କରିବେ ତା ତ ହବ ନା ଛୋଟ ରୁମ୍ ଯେ ଆମର ଆମେ 7 ଜଣ ଲୋକ ରହିବୁ କେମିତି ଆଚ୍ଛା ବନ୍ଧୁବାନ୍ଧବ ଆସିବେ ଖଣ୍ଡେ କି 2 ଖଣ୍ଡ ସେମାନେ ରହିବେ କୋଉଠି ବୁଝିଲ ସେଥିପାଇଁ ଆମର ଅସୁବିଧା ଆଉ କିଛି ଲୋକ କହୁଛନ୍ତି ଯେ ଆଦିବାସୀ ଲୋକ ସେଠୁକୁ ଗଲେ ତାଙ୍କର ହାଣ୍ଡିଆ ରନ୍ଧା ହେଇପାରିବନି ହାଣ୍ଡିଆ ରନ୍ଧା ନ ହଉ କିମ୍ବା ମଦ ରନ୍ଧା ନ ହଉ କିନ୍ତୁ ଆମର ଚଳିବା ଦରକାର ଭଲରେ ଚଳିବା ଦରକାର ବୁଝିଲ ବନ୍ଧୁ ବାନ୍ଧବ ଆମର ପରିବାର ସେଠି ଭଲରେ ରହିବୁ କେମିତି ବେଶୀ ପରିବାର ତ ରହିହବନି ନା ଏଠି କଣ ରାସ୍ତା ହେବା ଉଚିତ ନୁହଁ ରାସ୍ତା ହବ ଉଚିତ ଆପଣ ମାନେ ବି ସୁରକ୍ଷିତ ଯିବାର ଉଚିତ ନା ହଁ ଆମେ ତ ଯିବୁ କହୁଛୁ ଯେ କିନ୍ତୁ ସରକାର ଭାଙ୍ଗିଲେ ଠିକ କଲେ ନା ଭୁଲ କଲେ ଭୁଲ ଠିକ କରିଛି ଆମେ କହୁଥିଲୁ ଯେ ସିଧା ନିଅନ୍ତୁ ରୋଡ ସିଧା ନିଅନ୍ତୁ କିନ୍ତୁ ବଙ୍କା ଟଙ୍କା ନଉଛି ଏଇଟା ଅସୁବିଧା ଆଉ ବୁଝିଲ ସେପଟୁ ଆସିଲା ଯଦି ସିଧା ନିଅନ୍ତା ଯେତେ ହେଲେ ବି ଯେତିକି ଘର ଭାଙ୍ଗିଥାନ୍ତା ସେତିକି ଘର ଭାଙ୍ଗିଥାନ୍ତା ସେପଟେ ଏପଟେ ରହିଥାନ୍ତା ବୁଝିଲ ଆମ ଦେଖନ୍ତୁ ସେପଟେ ରାସ୍ତା ଯିବ ଏ ଘର ସବୁ ଅଛି ନା ନା ଏ ଘର ତ ଅଛି ଭାଙ୍ଗୁନାହାନ୍ତି ଏଇଟା ଗୋଟେ ଘର ମାତ୍ର ଅଛି ଏଇଠି ଦେଖୁଛୁ ଏଇଠି କେତେ ଘର ସବୁ ଛିଡା ହେଇକି ସେପଟେ ସବୁ ଭାଙ୍ଗି ଦେଇଛି ସବୁ ଭାଙ୍ଗିବା କଥା କିନ୍ତୁ ସବୁ ଭାଙ୍ଗୁନାହାନ୍ତି ଯେତିକି ଆବଶ୍ୟକତା ରହିଛି ଯେତିକି ଜାଗା ଦରକାର ରାସ୍ତା ପାଇଁ ସେତିକି ହିଁ ଭାଙ୍ଗିଛନ୍ତି ଆଚ୍ଛା ସେପଟେ ଏଇଟା ଇଏ ହବ ପାର୍କିଂଟା ହବ ଗାଡି ବୁଲିବ ତାହେଲେ ଏଇ ଘର ବି ଭଙ୍ଗା ହବ ଏ ଘରେ ଭଙ୍ଗା ହବ ଭଙ୍ଗା ହେବା କଥା ଭଙ୍ଗା ହେଇଗଲା ଆଉ ଭଙ୍ଗା ହବନି ଆଚ୍ଛା ଭଲ ନା ଭୁଲ ଭଲ ଯେ ଆଉ ଗୋଟେ କଥା କୁହନ୍ତୁ ଆପଣ ଗରିବ ଲୋକ ଆପଣଙ୍କର ଗୋଟେ ଘର ଦରକାର ଏଇଠି ଲୋକଙ୍କ ପାଖରେ 15ଟା ଘର ଅଛି ନା ନାଇଁ ଜଣଙ୍କର 15ଟା ରୁମ୍ ଅଛି ନା ନାଇଁ ଏଟା ଠିକ ଜଣଙ୍କ 15ଟା ରୁମ୍ ଏଟା କଣ କେମିତି 15ଟା ରୁମ୍ କେମିତି ହବ କରିଛନ୍ତି ପୁରା ଭଡାକୁ ଦଉଛନ୍ତି ସେଟା ଭଡା ଦଉଛନ୍ତି ସେମାନେ ଭଡା ବାଲା ଭଡା ଦଉଛନ୍ତି କିନ୍ତୁ ଆମେ ତ କରିନୁ ନା ସମସ୍ତେ ମୁଁ ଆପଣଙ୍କ କଥା କହୁନି ଦେଖନ୍ତୁ ଶୁଣନ୍ତୁ ଯୋଉମାନେ ଭଡା ଦେଇଛନ୍ତି ତାଙ୍କର କାଟି ଦିଅନ୍ତୁ
ତାଙ୍କର କାଟି ଦିଅନ୍ତୁ। ଆଉ ଯିଏ ଯୋଉ ଗୋଟେ ଘର ରହିଛି କି ଦୁଇଟା ଘରେ ରହିଛି ତା ତ ଭଡ଼ା ଦେଇନି ନା, ସେ ତ ସେଠି ରହିବା ଦରକାର। ଯେଉଁମାନେ ଘରକୁ ସବୁ ଏଠି ବ୍ୟବସାୟରେ ଲଗେଇଛନ୍ତି, ଭଡ଼ାରେ ଲଗେଇଛନ୍ତି, ସେମାନଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ହେଲା? ତାଙ୍କ ଘର ଭାଙ୍ଗିବା ଦରକାର। ହଁ, ତାଙ୍କ ଘର ଭାଙ୍ଗିବା ଦରକାର। ଏଠି ଏସି ରୁମ୍ରେ ଏଠି ବସ୍ତି ଘରେ ବଡ଼ ବଡ଼ ଏସି ଲଗାଉଛନ୍ତି, 2-3ଟା ଏସି, ୱାସିଂ ମେସିନ୍ ରଖୁଛନ୍ତି, ଫ୍ରିଜ୍ ରଖୁଛନ୍ତି, କାର୍ ରଖୁଛନ୍ତି। କୋଉଠୁ ଆସୁଛି? ଇଏ କ'ଣ ଗରିବ? ସାରେ ଗରିବ। କାହିଁକି ଗରିବ? ସମସ୍ତ ସମାନ ନୁହଁ। ଆମର କ'ଣ ଅଛି, ଗୋଟେ ସାଇକେଲ ନାହିଁ, ମୋଟର ସାଇକେଲ ଗୋଟେ ନାହିଁ। ଦେଖ, ମୋଟର ସାଇକେଲ ଆଜିକା ଦୁନିଆରେ ରହିବ, ଆଜିକା ସମୟରେ ମୋଟର ସାଇକେଲ ରହିବ। ଆମର କିଛି ନାହିଁ ବା ସେଇ ଭଳିଆ କଥା। କିନ୍ତୁ ସମସ୍ତଙ୍କ କଥା ନାହିଁ ନା, ଯିଏ ବା ଖାଇବାକୁ ଅଣ୍ଟୁଛି କିମ୍ବା ଯାହା ହେଲେ ବି ପଇସା ଇନକମ୍ କରୁଛି, ତାର ହଉଛି ଗାଡ଼ି। ଏବେ ତ ଲୋନ୍ରେ ମିଳୁଛି ନା ଗାଡ଼ି, ଲୋନ୍ରେ ମିଳୁଛି ନା ଗାଡ଼ି। ଆଚ୍ଛା, ଲୋନ୍ କରି କରୁଛନ୍ତି ଆଉ, ବୁଝିଲ।